ଆଜି ଆମେ ଗୋଟେ ବହୁତ ଚମତ୍କାର ଜାଗା ବିଷୟରେ କଥା ହେବା କାମ୍ବୋଡିଆର ଅଙ୍କୋରବାଟ। ହଁ, ଅଙ୍କୋରବାଟ ଏଇଟା ତ ଖାଲି ଗୋଟେ ମନ୍ଦିର ନୁହେଁ, ଏହା ପୃଥିବୀର ସବୁଠୁ ବଡ଼ ଧାର୍ମିକ ସ୍ମାରକୀ। ଏକଦମ। ଆମେ ଏଇ ବିଷୟରେ କିଛି ତଥ୍ୟ ପାଇଛୁ, ତ ଆଜି ଚେଷ୍ଟା କରିବା ଏହାର ଇତିହାସ, ସ୍ଥାପତ୍ୟ ଆଉ ମହତ୍ୱକୁ ଟିକେ ଭଲ ଭାବେ ବୁଝିବା ପାଇଁ। ହଁ, ନିଶ୍ଚୟ। ପ୍ରଥମେ ତ ଏହାର ଆକାରଟା ହିଁ ଦେଖିବାକୁ ପଡ଼ିବ। କେତେ ବଡ଼? 162.6 ହେକ୍ଟର, ମାନେ ପାଖାପାଖି 402 ଏକର। 402 ଏକର କେବଳ ଗୋଟିଏ ମନ୍ଦିର ପରିସର ପାଇଁ। ହଁ, ଭାବନ୍ତିତା। ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ। ସେତେବେଳର ଖେମର ସାମ୍ରାଜ୍ୟର ଶକ୍ତି, ତାଙ୍କର ସମ୍ବଳ ଆଉ ଧାର୍ମିକ ଆକାଂକ୍ଷା ସବୁର ପ୍ରମାଣ ଦିଏ। ଆଉ ଏହା ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ବି। ଠିକ୍ କହିଲେ। ଏହା ତ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ କଥା, ଏହାର ଆରମ୍ଭ ତ ହିନ୍ଦୁ ମନ୍ଦିର ଭାବେ ହୋଇଥିଲା, କିନ୍ତୁ ପରେ ଏହା ବୌଦ୍ଧ ମନ୍ଦିର ହୋଇଗଲା। ଏଇ ପରିବର୍ତ୍ତନଟା ବି ତ ଗୋଟେ କାହାଣୀ କହୁଥିବ ନା? ନିଶ୍ଚିତ ଭାବେ। ମୂଳତଃ ଏହା ତିଆରି ହୋଇଥିଲା ଦ୍ୱାଦଶ ଶତାବ୍ଦୀର ଆରମ୍ଭରେ। ଖେମର ରାଜା ଥିଲେ ସୂର୍ଯ୍ୟବର୍ମନ ଦ୍ୱିତୀୟ। ସେ ଏହାକୁ ଭଗବାନ ବିଷ୍ଣୁଙ୍କ ପାଇଁ ତିଆରି କରିଥିଲେ। ଓହୋ, ବିଷ୍ଣୁଙ୍କ ପାଇଁ? ହଁ, ରାଜା ନିଜ ସାମ୍ରାଜ୍ୟର ଶକ୍ତି ଦେଖାଇବାକୁ ଚାହୁଁଥିଲେ ଆଉ ନିଜର ଦୈବୀ ଅଧିକାର ପ୍ରମାଣ କରିବାକୁ ବି। ସେଥିପାଇଁ ଏତେ ବଡ଼ ମନ୍ଦିର। ଏହା ଅଛି କାମ୍ବୋଡିଆର ପୁରୁଣା ରାଜଧାନୀ ଅଞ୍ଚଳରେ ଯଶୋଧରପୁର। ଆଚ୍ଛା। ଆଉ ସ୍ଥାପତ୍ୟ ଦୃଷ୍ଟିରୁ ଦେଖିଲେ ଏଇଟା ହେଉଛି ହିନ୍ଦୁ ବିଶ୍ୱାସର ଯୋଉ ମେରୁ ପର୍ବତ ଅଛି। ହଁ, ଦେବତାଙ୍କ ବାସସ୍ଥାନ। ଏକଦମ ତାର ପ୍ରତୀକ। ମେରୁ ପର୍ବତର ପ୍ରତୀକ। ତାହେଲେ ତ ଏହାର ସ୍ଥାପତ୍ୟ ଶୈଳୀ ବି ବହୁତ ଖାସ୍ ହୋଇଥିବ। ଦେଖିବାକୁ କେମିତି ଏଇଟା? ହଁ, ଏଇଟା ଖାଣ୍ଟି ଖେମର ଶାସ୍ତ୍ରୀୟ ଶୈଳୀରେ ତିଆରି। ବହୁତ ବଡ଼ ମନ୍ଦିର ପର୍ବତ ଭଳି ଗଠନ, ଆଉ ତା ସାଙ୍ଗରେ ସୂକ୍ଷ୍ମ କାରୁକାର୍ଯ୍ୟ। ଏଥିରେ ପୁଣି ଆମ ପ୍ରାଚୀନ ଭାରତୀୟ ବାସ୍ତୁଶାସ୍ତ୍ରର ପ୍ରଭାବ ବି ଦେଖିବାକୁ ମିଳେ। ଆଚ୍ଛା। ହଁ, ଏହା ଦେଖିବାକୁ ପାହାଚ ପାହାଚ ହୋଇଥିବା ଗୋଟେ ପିରାମିଡ୍ ଭଳି, ଆଉ ତାର ମଝିରେ ଯୋଉ ମୁଖ୍ୟ ଶିଖର ଅଛି ସେଇଟା ପ୍ରାୟ 65 ମିଟର ଉଚ୍ଚ। 65 ମିଟର? ମାନେ ପାଖାପାଖି 20 ମହଲା କୋଠା ଯେତିକି ହବ? ହଁ, ସେହିଭଳି କିଛି। ଆଉ ଚାରିପଟେ ଘେରି ରହିଛି 3.5 କିଲୋମିଟର ଲମ୍ବର ପଥର ପାଚିରି। 3.5 କିଲୋମିଟର ପଥର ପାଚିରି? ଆଉ ଶୁଣିଛି ଗୋଟେ ବହୁତ ବଡ଼ ଖାଇ ବି ଅଛି। ଏ ତ ପୁରା ଦୁର୍ଗ ଭଳି ଲାଗୁଥିବ। ଠିକ୍ କହିଲେ। ସେ ପାଚିରି ବାହାରେ ପୁଣି ଗୋଟେ 190 ମିଟର ଚଉଡ଼ାର ଖାଇ। ଏଇଟା ଖାଲି ସୁନ୍ଦର ଦେଖାଯିବା ପାଇଁ ନୁହେଁ, ସୁରକ୍ଷା ପାଇଁ ବି। ଆଉ ବୋଧେ ମେରୁ ପର୍ବତ ଚାରିପଟେ ଯେଉଁ କ୍ଷୀରସାଗର କଥା କୁହାଯାଏ, ତାର ବି ପ୍ରତୀକ। ବା! କିନ୍ତୁ ପ୍ରକୃତ ଆଶ୍ଚର୍ଯ୍ୟ, ମାନେ ଯାହା ଦେଖିଲେ ଆଖି ଲାଖିଯାଏ, ସେଇଟା ହେଉଛି ଏହାର କାନ୍ଥରେ ଥିବା କଳାକୃତି। ହଁ ହଁ, ସେଇ କଥା ମୁଁ ଶୁଣିଛି। କୁହନ୍ତି ପୁରା ହିନ୍ଦୁ ପୁରାଣ ଯେମିତି ପଥରର ଜୀବନ୍ତ ହୋଇଯାଇଛି। ସତରେ କଣ ସେମିତି? ଏକଦମ। କାନ୍ଥଗୁଡ଼ାକରେ ହଜାର ହଜାର ବର୍ଗମିଟର ଜାଗାରେ ଏତେ ସୂକ୍ଷ୍ମ କାମ ହୋଇଛି। ରାମାୟଣ, ମହାଭାରତର କେତେ କେତେ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ, ଯେମିତି ସମୁଦ୍ର ମନ୍ଥନର ପୁରା କାହାଣୀ, କୁରୁକ୍ଷେତ୍ର ଯୁଦ୍ଧ, ରାମ ରାବଣ ଯୁଦ୍ଧ। ସବୁ ଅଛି? ହଁ, ସବୁ ଖୋଦେଇ ହୋଇଛି। ଆଉ ବହୁତ ସୁନ୍ଦର ସୁନ୍ଦର ଅପ୍ସରାମାନଙ୍କର ମୂର୍ତ୍ତି ବି ଅଛି। ଏଥିରୁ ଜଣାପଡ଼ୁଛି ଯେ ଏଇ ମହାକାବ୍ୟଗୁଡ଼ିକ ସେତେବେଳେ କାମ୍ବୋଡିଆରେ କେତେ ଗଭୀର ଭାବେ ପରିଚିତ ଥିଲା। ଏଇଟା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଭାରତଠାରୁ ଏତେ ଦୂରରେ ଏ କାହାଣୀଗୁଡ଼ିକ ଏତେ ଲୋକପ୍ରିୟ ଥିଲା। ଏହାର ଐତିହାସିକ ପୃଷ୍ଠଭୂମିଟା ବି ବଡ଼ ମଜାଦାର ହୋଇଥିବ। ବିଶେଷ କରି ସେଇ ଧାର୍ମିକ ପରିବର୍ତ୍ତନ କଥା, ଆଉ ଓଡ଼ିଶା ସହ କିଛି ସମ୍ପର୍କର କଥା ବି ଶୁଣାଯାଏ। ହଁ, ସେଇଟା ଗୋଟେ ବହୁତ ଆକର୍ଷଣୀୟ କଥା। ଦେଖନ୍ତୁ, ଦ୍ୱାଦଶ ଶତାବ୍ଦୀରେ ଯେତେବେଳେ ଏଠି ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟ ବୈଷ୍ଣବ ଧର୍ମକୁ ଗୁରୁତ୍ୱ ଦେଇ ଏତେ ବଡ଼ ବିଷ୍ଣୁ ମନ୍ଦିର ତିଆରି କରୁଥିଲେ, ହଁ। ଠିକ୍ ସେହି ସମୟରେ ଆମ ପୂର୍ବ ଭାରତରେ, ମାନେ କଳିଙ୍ଗରେ, ଆଜିର ଓଡ଼ିଶାରେ, ସେତେବେଳେ ଗଙ୍ଗବଂଶୀ ରାଜା ଥିଲେ ଅନନ୍ତବର୍ମନ ଚୋଳଗଙ୍ଗଦେବ। ସେ ବି ଶୈବ ଧର୍ମରୁ ବୈଷ୍ଣବ ଧର୍ମ ଗ୍ରହଣ କରି ପୁରୀରେ ଆମ ଜଗନ୍ନାଥ ମନ୍ଦିରର ନିର୍ମାଣ ଆରମ୍ଭ କରିଥିଲେ। ଆରେ ବା! ଏ ତ ଅଦ୍ଭୁତ ସଂଯୋଗ। ମାନେ ଦୁଇଟା ଅଲଗା ଜାଗାରେ ପାଖାପାଖି ଏକା ସମୟରେ ବୈଷ୍ଣବ ଧର୍ମ ପାଇଁ ଦୁଇଟା ଏତେ ବଡ଼ ବଡ଼ ମନ୍ଦିର ତିଆରି ହେଉଥିଲା, ଗୋଟେ ଅଙ୍କରବାଟ ଆଉ ଗୋଟେ ପୁରୀ ଜଗନ୍ନାଥ ମନ୍ଦିର। ହଁ, ତେବେ କଣ ଏହା ଦକ୍ଷିଣ ପୂର୍ବ ଏସିଆ ଉପରେ ଆମ କଳିଙ୍ଗ ସଂସ୍କୃତିର କିଛି ପ୍ରଭାବକୁ ସୂଚାଉଛି? ଏଇ ସମକାଳୀନତା ନିଶ୍ଚୟ ଗବେଷଣାର ବିଷୟ। ହୁଁ। ତାପରେ ପରବର୍ତ୍ତୀ ସମୟରେ, ମାନେ ପ୍ରାୟ 15 କି 16 ଶତାବ୍ଦୀ ବେଳକୁ, ଅଙ୍କରବାଟ ଧୀରେ ଧୀରେ ଥେରାବାଦ ବୌଦ୍ଧ ମନ୍ଦିରରେ ପରିଣତ ହେଲା। ଥେରାବାଦ ବୌଦ୍ଧ ଧର୍ମ ସେ ଅଞ୍ଚଳରେ ବହୁତ ପ୍ରମୁଖ। ତେବେ ଏଇ ପରିବର୍ତ୍ତନଟା କେବଳ ଧର୍ମରେ ନଥିଲା, ବୋଧେ ସେ ଅଞ୍ଚଳର ରାଜନୀତି ଆଉ ସଂସ୍କୃତିରେ ବି ପରିବର୍ତ୍ତନ ଆଣିଥିଲା। ନିଶ୍ଚିତ ଭାବରେ
ଏଇଟା ସେ ସମୟର ବଡ଼ ପରିବର୍ତ୍ତନକୁ ହିଁ ଦର୍ଶାଏ। ବାପରେ, କେତେ ଇତିହାସ, କେତେ ପରିବର୍ତ୍ତନ। ତେବେ ଆଜିକା ଦିନରେ ଅଙ୍କର୍ ବାଟ୍ର ମହତ୍ତ୍ୱ କ'ଣ? ଏବେ କେମିତି ଅଛି? ଆଜି ତ ଏଇଟା କାମ୍ବୋଡିଆର ଜାତୀୟ ପ୍ରତୀକ ଆଉ ପୁରା ଦୁନିଆ ପାଇଁ ଏକ ବଡ଼ ପର୍ଯ୍ୟଟନ ସ୍ଥଳେ। ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଯାଆନ୍ତି ଏହାର ବାସ୍ତୁକଳା, ଇତିହାସ ଆଉ ବିଶେଷ କରି ସେଠି ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବାକୁ। ଓହୋ, ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ। ହଁ, ବହୁତ ପ୍ରସିଦ୍ଧ। କିନ୍ତୁ ଖାଲି ପର୍ଯ୍ୟଟନସ୍ଥଳୀ ନୁହେଁ, ଏବେ ବି ଏହା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗୋଟେ ପବିତ୍ର ଆଉ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନ। ତାହେଲେ ମୋଟାମୋଟି ଭାବେ କହିଲେ, ଅଙ୍କର୍ ବାଟର ବିଶାଳତା, ତାର ହିନ୍ଦୁ ଆରମ୍ଭ ଆଉ ପରେ ବୌଦ୍ଧ ରୂପାନ୍ତର, ତାର ସ୍ଥାପତ୍ୟ ଯେଉଁଥିରେ ଖେମର ଆଉ ଭାରତୀୟ ଶୈଳୀର ମିଶ୍ରଣ ଅଛି, ଆଉ ପଥର କାନ୍ଥରେ ଖୋଦା ହୋଇଥିବା ମହାକାବ୍ୟର କାହାଣୀ ଏବଂ ଆମ ଓଡ଼ିଶା ସହିତ ତାର ସେଇ ସମ୍ଭାବ୍ୟ ଐତିହାସିକ ସମ୍ପର୍କ, ଏସବୁ ମିଶି ଏହାକୁ ଗୋଟେ ଅତୁଳନୀୟ ଜାଗା କରିଛି। ଏକଦମ ସଠିକ୍। ଆଉ ଶେଷରେ ଗୋଟେ କଥା ଭାବିବା ପାଇଁ ଛାଡ଼ି ଯାଉଛି। ହଁ, କୁହନ୍ତୁ। ଯେତେବେଳେ ଆମ ହିନ୍ଦୁ ମହାକାବ୍ୟଗୁଡ଼ିକର ଏତେ ବିସ୍ତୃତ ଆଉ କଳାତ୍ମକ ଚିତ୍ରଣ ଶହ ଶହ ବର୍ଷ ଧରି ଭାରତ ବାହାରେ ଏମିତି ପଥରରେ ସାହିତା ହୋଇ ରହିଛି, ତେବେ ଦକ୍ଷିଣ ପୂର୍ବ ଏସିଆରେ ସମୟ ସହିତ ଏହି କାହାଣୀଗୁଡ଼ିକର ସ୍ଥାନୀୟ ବ୍ୟାଖ୍ୟା, ସେମାନଙ୍କର ସାଂସ୍କୃତିକ ବୁଝାମଣା ଏବଂ ଗୁରୁତ୍ୱ ଭାରତ ତୁଳନାରେ କେମିତି ଅଲଗା ଭାବରେ ବିକଶିତ ହୋଇଥାଇପାରେ, ଏଇଟା ଭାବିବା କଥା ନା? ହଁ, ନିଶ୍ଚୟ। ଏହା ବାସ୍ତବରେ ଏକ ଆଗ୍ରହଜନକ ପ୍ରଶ୍ନ।